ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତର ତିନୋଟି ଗ୍ରାମ ଉନ୍ନୟନ ବିଭାଗର 17 କୋଟି ଟଙ୍କାର ରାସ୍ତା ଶିଳାନ୍ୟାସ କଲେ ନୀଳଗିରି ବିଧାୟକ ଇଞ୍ଜିନିୟର ସୁକାନ୍ତ କୁମାର ନାୟକ ଏବଂ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସୂଚନା ମୁତାବକ ରବିବାର ଦିନ ନୀଳଗିରି ବିଧାୟକ ଇଞ୍ଜିନିୟର ସୁକାନ୍ତ ନାୟକ ଏବଂ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ତିନୋଟି ରାସ୍ତା NH-16 ଠାରୁ ପଥରପେଣ୍ଠ ରାସ୍ତା, ବଡ଼ଗାଁ UGM ସ୍କୁଲ ଠାରୁ ବଣ ମହାଦେବ ରାସ୍ତା, ତାହାରାପୁର ଠାରୁ ମଞ୍ଜରୀ ଗାଁ ରାସ୍ତାର ଶୁଭ ଶିଳାନ୍ୟାସ କରିଥିବା ଜଣାପଡ଼ିଛି। ଏହି ଅବସରରେ ବିଜେପିର ଯୁବ ନେତା ରଞ୍ଜନ କୁମାର ରାଉତ, ବ୍ରଜକିଶୋର ଦାସ, ଅଜୟ ଖୁଣ୍ଟିଆ, ପୂର୍ବତନ ସରପଞ୍ଚ ଦେବାନନ୍ଦ ମଳିକ, ରଞ୍ଜନ କୁମାର ମଳିକ, ଉତ୍ତମ ମଳିକଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ। ବାହାନଗାରୁ ଶିଶିର ରୟଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ। ଗମନାଗମନ ପାଇଁ ସୁଗମ ହବ। ଲୋକ କଂକ୍ରିଟ ରାସ୍ତା ପାଇବେ, ପିଚୁ ରାସ୍ତା ପାଇବେ। ଆପଣମାନେ ଜାଣିଛନ୍ତି ଗୋଟେ ହେଉଛି ସାକିରେ ଆପଣଙ୍କର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ଯେଉଁ ସାକି ସଂସ୍ଥା ତାର ଗ୍ରାମ୍ୟ ଉନ୍ନୟନ ତରଫରୁ ପୁରା ବାହାନଗା NH-5 ରୁ ସେଟା ଆପଣଙ୍କର ବାସୁଣୀ ମନ୍ଦିର ଦେଇକି ପୁଣି ଲାଗିବ ଡାକ୍ତର ଛକରେ ସେ ରାସ୍ତା। ଆଉ ଗୋଟେ ହେଲା ତାହାରପୁର ମଞ୍ଜାରୀ ଗାଁ। ଏ ରାସ୍ତା ହେଇଗଲା ଫଳରେ ଆପଣଙ୍କୁ ଆଉ ହାଇୱେ ଯିବାକୁ ପଡ଼ିବନି, ସିଧାସଳଖ ଯାଇପାରିବେ। ଆଉ ଗୋଟେ ରାସ୍ତା ହେଉଛି ଆମର ପୁରା ବଣ ମହାଦେବ ଠାରୁ ଯେଉଁ ଆପଣଙ୍କର ବଡ଼ଗାଁ UGM ସ୍କୁଲ ଠାରୁ ଆରମ୍ଭ କରିକି ଏତେ ଭେଟିଆ ସାହି ଛକ ଫକ ସବୁ କଭର କରୁଛୁ। ଅତଏବ ଏ ଗାଁର ଯେଉଁ ରାସ୍ତା ସମସ୍ୟା ଥିଲା ସବୁଦିନ ପାଇଁ ଦୂର ହବ। କେତେ ଟଙ୍କାର ପ୍ରକଳ୍ପ? ଇଏ ସମୁଦାୟ 18 କୋଟି ଟଙ୍କା ପାଖାପାଖି। ତିନିଟା ପ୍ରକଳ୍ପ? ହଁ, ଆପଣ ଲେଖାଇ ଦେଖିବେ ପାଖାପାଖି 18 କୋଟି ଟଙ୍କା। ମୁଁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସାଂସଦ ବାଲେଶ୍ୱର। ଆମେ ଆଜି ସବୁ ରାସ୍ତା ମାନଙ୍କର ଶିଳାନ୍ୟାସ କରି ଯାଉଛୁ। ଟୋଟାଲ କେତେଟା ପ୍ରକଳ୍ପ, କେତେ ଟଙ୍କାର? ଆଜି ଆମେ ପ୍ରାୟ 5ଟି ପ୍ରକଳ୍ପର ଶିଳାନ୍ୟାସ କରୁଛୁ। କେତେ ଟଙ୍କାର? ହଁ, 18 କୋଟି ଉପରେ।